ସୋରଡ଼ାରେ ଶୈବ ଓ ଶାକ୍ତ ଉପାସନାର ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ସୋରଡ଼ା ଆଜି କାଳୀ ପଞ୍ଚାନନ କାମ୍ୟ ଦଣ୍ଡ। ଏହି ଦଣ୍ଡଯାତ୍ରାରେ ମାଙ୍କ ପ୍ରତିମା, ଢୋଲ, ମହୁରୀ ଓ ବାନା ବଡ଼ ମନୋହର। ସୋରଡ଼ାର କାମ୍ୟ ଦଣ୍ଡ ଯାତ୍ରାରେ ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ଶେଷ ସପ୍ତାହରେ ଏହା ଆରମ୍ଭ ହୁଏ। ଏହି ଦଣ୍ଡଯାତ୍ରାର ସମୟ ସୀମା 13-21 ଦିନିଆ ରହିଛି। ସୋରଡ଼ାରେ 13 ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଗ୍ରାମରେ ଗୋଟିଏ ଦିନ ପୂର୍ବରୁ ମା ସାନ୍ତ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ମାନସିକଧାରୀମାନଙ୍କୁ ଭୋକ୍ତା ବା ଦଣ୍ଡୁଆ ବୋଲି କୁହାଯାଏ। ଏମାନଙ୍କ ପରିଚାଳନା ଭାର ଗ୍ରହଣ କରି ପୂଜାପୂଜି ଯିଏ କରେ ତାହାକୁ ପାଟ ଦଣ୍ଡୁଆ ବୋଲି କୁହାଯାଏ। ଏହାର ବିଧି ବିଧାନ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହେବା ପରେ ପ୍ରାରମ୍ଭରୁ ହିଁ ଅଗ୍ନି ସଂଯୋଗ ହୋଇଥିବା ଏକ ପାଳମୋଡ଼ା ଶେଷ ପର୍ଯ୍ୟନ୍ତ ଅଲିଭା ରହି ବ୍ୟବହାର ହୋଇଥାଏ। ଦଣ୍ଡଯାତ୍ରାରେ ତାହା ହିଁ ରୋଷେଇ ଧୂପ ଦୀପ ବେଳେ ବ୍ୟବହୃତ ହୁଏ। ଦିବା ରାତ୍ରର ଦଣ୍ଡ ନାଚକୁ ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ଅଗ୍ନିଦଣ୍ଡ 3 ଭାଗରେ ବିଭକ୍ତ କରାଯାଇଥାଏ। କିନ୍ତୁ ସୋରଡ଼ାରେ ଅଗ୍ନିଦଣ୍ଡ ଖେଳିଥାନ୍ତି। ମାନସିକ କରିଥିବା ଲୋକର ଏହି ଦଣ୍ଡଯାତ୍ରାରେ ପାରମ୍ପରିକ ରୀତିନୀତିରେ ନିଜକୁ ନିୟୋଜିତ କରି ମାଙ୍କୁ ସମର୍ପିତ ହୋଇଥାନ୍ତି। ଏହି ମାନସିକଧାରୀମାନେ ମାଙ୍କ ସହ ମଧ୍ୟାହ୍ନ ସମୟରେ ଟାଇ ଟାଇ ଖରାରେ ମାଙ୍କୁ ଧରି ଅଗ୍ନିଦଣ୍ଡ ଯାତ୍ରା ଖେଳିବାକୁ ଯାଇଥାନ୍ତି। ସୋରଡ଼ାର ଏହି ଦଣ୍ଡଯାତ୍ରା ଗଞ୍ଜାମ ଜିଲ୍ଲାର ନିଆରା ଢଙ୍ଗରେ ପାଳନ କରାଯାଏ। ମାନସିକଧାରୀଙ୍କ ଦ୍ୱାରା ମୁହଁରେ ଢୋଲବାଦ୍ୟ ବାଜଣା ସହିତ କୁମ୍ଭପୂଜା ମାନସିକଧାରୀଙ୍କ ଦ୍ୱାର ମୁହଁରେ ଢୋଲବାଦ୍ୟ ବାଜଣା ସହିତ କୁମ୍ଭପୂଜା ପୂର୍ବକ ବନ୍ଦନା ଗାନ କରି ମଧ୍ୟାହ୍ନରେ ଅଗ୍ନିଦଣ୍ଡ ଖେଳିଥାନ୍ତି। ଧୂଳି ଦଣ୍ଡରେ କୂପ, ପୋଖରୀ ଖନନ, ମନ୍ଦିର ନିର୍ମାଣ କରିବାର ଅଭିନୟ ସାଙ୍ଗକୁ ହାସ୍ୟାସ୍ପଦ ସଙ୍ଗୀତ ବୋଲିଥାନ୍ତି। ଏହା ସହିତ ମଝିରେ ଶ୍ରୀ ଶ୍ରୀ କଳା ରୁଦ୍ରମଣିଙ୍କୁ ଭଜ ହେ ବୋଲି ଉଚ୍ଚାରଣ କରିଥାନ୍ତି। ଏହାପରେ ସେମାନେ ସିଧା ଜଳାଶୟକୁ ଯାଇ ନିଜର ନିତ୍ୟକର୍ମ କରିବା ପୂର୍ବକ ପାଣିଦଣ୍ଡ ଖେଳି ସେଠାରେ ପଣାକୁ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି। ସନ୍ଧ୍ୟାରେ ଶିବ ଏବଂ କାଳୀଙ୍କ ଆଳତି ହେବା ପରେ ରୋଷେଇ ହୋଇଥାଏ। ନିଶବ୍ଦ ରାତ୍ରରେ ଭୋଜନ ଗ୍ରହଣ କରି ଅଗ୍ନିଦଣ୍ଡରେ ଝୁଣା ଖେଳି ଖେଳି ମାନସିକଧାରୀଙ୍କ ଦ୍ୱାର ସମ୍ମୁଖକୁ ଯାଇଥାନ୍ତି। ସେଠାରେ ମା କାଳୀ ପ୍ରସନ୍ନ ହେବା ସହିତ କାଳିସୀ ନୃତ୍ୟ କରିଥାନ୍ତି। ଏହାପରେ ସାମାଜିକ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥାଏ। ଶେଷ ସମୟରେ ମାନସିକଧାରୀଙ୍କୁ ଆଶୀର୍ବାଦ ଦେବା ସହିତ ମେଲାଣି ଧରି ଅନ୍ୟତ୍ର ଚାଲି ଯାଇଥାନ୍ତି। ମେରୁ ପର୍ଯ୍ୟନ୍ତ ଏହିପରି ଚାଲିଥାଏ। ମାତା କାଳୀଙ୍କ ମହିମାରେ ଦଣ୍ଡଯାତ୍ରା ମାନସିକ କଲେ ଅପୁତ୍ରିକତା, ଅସାଧ୍ୟ ରୋଗ, ପାରିବାରିକ ଅଶାନ୍ତି, ମାଲି ମକଦ୍ଦମା ଆଦି ଦୂର ହୋଇଥାଏ। ଦଣ୍ଡଯାତ୍ରାରେ ଯାଇଥିବା ଦଣ୍ଡୁଆ ଘରକୁ ଫେରିବା ପର୍ଯ୍ୟନ୍ତ ପରିବାର ଲୋକେ ତୈଳ, ଆମିଷ, ଘର ସଫାସୁତୁରା ଆଦି ବର୍ଜନ କରିଥାନ୍ତି। ସୋରଡ଼ାର ଶ୍ରୀ ଶ୍ରୀ କାଳୀ ପଞ୍ଚାନନ କାମ୍ୟ ଦଣ୍ଡ, ବରାଡ଼ି ପୂଜା, ଦେଶବାଚୀ ପୂଜାର ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ନିକଟବର୍ତ୍ତୀ ଭାଲିଆପଡ଼ା, ହୁକୁମା, ଖଜୁରୀପଲ୍ଲୀ, 3 ଖଣ୍ଡିଆ, ସୁରମଣି, ପାଲାକାଟୁ, ମେରିକୋଟ, ବଡ଼ଗଡ଼ ଆଦି ପୁରପଲ୍ଲୀରେ ମଧ୍ୟ ଆରମ୍ଭ ହୋଇଯାଇଛି।
ସୋରଡ଼ାରୁ ନାରାୟଣ ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।